सत्य कीर्तन भितर चॉकलेट टंका पवित्र माटी पवित्र बालियापड़ा माटी गरीब लोग आज पवित्र माटी पवित्र हरिकर कीर्तन होते सत्य तत्व द्वापर सरी द्वापर सरी कली आज निकुंज कानन राधा पचार प्रभु प्रभु अनंत बिहारी विश्व चिंतामणि तुम द्वापर जुगर लीला सरीला एवं जिते कली आरंभ कली जुगर जो अवतार नहीं आसवे चैतन्य महाप्रभु चरमनाथ गुरुस्वामी से भक्तमान को उत्तर नहीं सत्यर श्री हरि कली जुगर भगवान कौ रूप कौ अवतार समस्त भक्त मान अच्छा कली जुगर भगवान चैतन्य महाप्रभु निकुंज कानन राधा को प्रतीक्षा कर सब जुगर आज कथा हरिकीर्तन कथा भाई बेटा भाई सब पलैब कि ना जहाँ खसुची सब पलैब आज द्वापर जुग सरी जाइए निकुंज कानन राधा जिते सत्य ब्राह्मण अवतार केत अवतार होती सब दुष्ट संहार सूर्य जन्म हो आज से पुतना मारी आज कौन मर्यादा पुरुषोत्तम रामचंद्र द्वापर जुगर सेमती केते साधु संत को पाड़ी दुष्ट निकाली कली जुगर भिन्न जुग सेमती नहीं आज्ञा बुझिया को छोट पिला ध्यान दे शुणुवे कहीं कली जुग परंपर कथा चैतन्य महाप्रभु कथा आपण गाँव अष्टमी रामचंद्र कथा आज तर निकुंज कानन राधा को कहते हे नाथ कली जुगर आसो अवतार नहीं आसो कौटी जन्म हम से समय निमाई चंद चैतन्य महाप्रभु चरमनाथ गुरुस्वामी उत्तर नहीं कौन ना दुष्ट निवारी समस्त जानते जुग गला खाली भगवान दुष्ट को मारुंट कली जुगर भगवान कली जुगर जो भगवान चैतन्य महाप्रभु आसिले आपण मैंने सर्वत गुणी ज्ञानी पंडित मान अच्छा अष्टमी नाम चलुचे जानी भाई मैंने अच्छा समस्त को प्रश्न रही बुझार कथा कली जुगर चैतन्य महाप्रभु केतेटा दुष्ट को संहार कले
କଳିଯୁଗର ମହାପ୍ରଭୁ ଚୈତନ୍ୟ ମହାପ୍ରଭୁ ଦୁଷ୍ଟଙ୍କୁ ସଂହାର କରିଛନ୍ତି କି ତୀରରେ ମାରିଛନ୍ତି କି ଖଣ୍ଡରେ ହାଣିଛନ୍ତି ଭାଇ। କିନ୍ତୁ କଣ ପାଇଁ କଳିଯୁଗର ଧନ୍ୟ ହୋଇଛନ୍ତି ମାନେ କଳିଯୁଗର ସନ୍ନ୍ୟାସ ବେଶ ବିଧାୟକ କରି ମହାପ୍ରଭୁ ଆଜି ଜନ୍ମ ନେଇଛନ୍ତି। ଆଜି ସନ୍ନ୍ୟାସ ବେଶ ମୌନ ଅବତାର ହୋଇ ଇଏ ଧରା ଧାମରେ ଅବତୀର୍ଣ୍ଣ କରିଛନ୍ତି ଯେ ମୁଁ କଳିଯୁଗର ଲୋକମାନଙ୍କୁ ହରି ନାମ ଦ୍ୱାରା ସଂହାର କରିବି। ଭାଇ ଭାଇ ଭିତରେ ଝଗଡ଼ା ଘର ଭିତରେ ଝଗଡ଼ା ହେଇଛି ଏ କଳିଯୁଗର ମୁକ୍ତି ପାଇବା ପାଇଁ ହେଲେ ସମସ୍ତଙ୍କୁ ହୃଦୟ ମନ ମନ୍ଦିରରୁ ପାପକୁ ମୋଚନ କରିବା ପାଇଁ ହିଂସା କ୍ରୋଧ ଲୋଭ ମାୟାକୁ ଜାଣିବା ପାଇଁ ହରିନାମ ଅପେକ୍ଷା ମଣ୍ଡଳରୁ ଆଣି ଏ ଧରା ଧାମରେ ଖସେଇଛନ୍ତି କିଏ? ଚୈତନ୍ୟ ମହାପ୍ରଭୁ। ଆପଣମାନେ ସମସ୍ତେ ଜାଣିଥିବେ ଦୁଷ୍ଟ ନିବାରି ଶଙ୍ଖ ପୁରାଳୁ ତୁମଙ୍କ ପରମ ଦୟାଳୁ ଦୁଷ୍ଟ ରାମ ହରିକୁ କୁହାଯାଇଛି। କିନ୍ତୁ ଚୈତନ୍ୟ ମହାପ୍ରଭୁ ଯୋଉ ରୂପରେ ଆସିଛନ୍ତି ଆଜ୍ଞା ସନ୍ନ୍ୟାସ ବେଶ ବିଧାୟକ ସନ୍ନ୍ୟାସ ବେଶ ବିଧାୟକ କରିଛନ୍ତି ବୋଲି ଆଜି ହରିନାମ ହୁଳି ପ୍ରଚଳିତ ହେଉଛି ଓଡ଼ିଶା ମାଟିରେ। ଏଇଠୁ ଜଣା ପଡ଼ିବ ହରିନାମ କାହିଁକି କରାଯାଏ, ହରିନାମ କୋଉ ମଣ୍ଡଳରୁ ଆସିଲା, ହରିନାମ କଲେ କଣ ଆମର ଲାଭ ସେଟା ଜାଣିବା ଦରକାର। ଖାଲି ହରିନାମ କରିଗଲ ଅଷ୍ଟପରି କରିଦେଲେ ଗୀତ ଗାଇଦେଲେ ହବନି ଆଜ୍ଞା, ସେଗୁଡ଼ା ସବୁ ଜାଣିବା ପାଇଁ ପଡ଼ିବ। ସେମିତି ମାତୃ ଗର୍ଭରୁ ଭଲ ସ୍ଥାପନ ହେଇছে ସେମିତି ଚୈତନ୍ୟ ମହାପ୍ରଭୁ କୋଉ ମଣ୍ଡଳରୁ କି ଶିବ ମଣ୍ଡଳରୁ କି ବିଷ୍ଣୁ ମଣ୍ଡଳରୁ କି ଅଙ୍କାର ମଣ୍ଡଳରୁ କୋଉ ମଣ୍ଡଳରୁ ଆସିଛନ୍ତି ଆଉ ସେ ନାମ କୋଉ ମଣ୍ଡଳରୁ ଖସାଇ ମଧ୍ୟ ଧରା ଧାମରେ ଦେଇଛନ୍ତି ଆପଣଙ୍କର ବି ଏଠି ଅର୍ଜନ ହଉଛି। ସେ ଷୋଳ ନାମ ବତିଶଙ୍କ ଦେଇ ଯାଇଛନ୍ତି। ଅଧିକ କଥା କହିବା ନାହିଁ, କଥା କହୁଥିଲେ କଥା ବଢି ଚାଲିବ, ଦେଖୁଥିଲେ ଆଜି ନ ପୁରିବ। କଥା ଯଦି କହୁଥିଲେ ସରିବନି, ଯଦି ନିମାଇ ଚାନ୍ଦ ପଛରେ ଅଛ ଦେଖୁଥିବା ଆଖି ପୁରିବନି। ଆଜି ନିମାଇ ଚାନ୍ଦ କଣ କହୁଛନ୍ତି ରାଜାକୁ ନିକୁଞ୍ଜ କାନନରେ କହୁଛନ୍ତି ହେ ରାଧା ତୁମେ ସିନା ମତେ ଝୁରୁଛ ମୁଁ ସିନା ତୁମକୁ ଝୁରୁଛି, ତୁମେ ମତେ ଚାହ ମୁଁ ତୁମକୁ ଚାହିଁବି, ତୁମେ ଯଦି ମତେ ଚାହିଁବ ମୁଁ ତୁମକୁ ଚାହିଁବି। ସାଇଙ୍କ ନିକଟକୁ ନେଇଯିବି ଯୋଉଠି ଅଧ୍ୟକ୍ଷ ମଣ୍ଡଳ ଶିବ ମଞ୍ଜି ଆଙ୍କର ବ୍ରହ୍ମଲୋକରେ ଅଛନ୍ତି। ଅନାଦିନାଥ ବ୍ରହ୍ମାଣ୍ଡ ବିଶ୍ୱ ଚରମନାଥ ବିଶ୍ୱ ବ୍ରହ୍ମାଣ୍ଡ ବ୍ୟକ୍ତି ସମସ୍ତଙ୍କୁ ନେଇଯିବି। ସମସ୍ତଙ୍କୁ ନେଇଯିବା ପାଇଁ ଆଜି କଳି ଯୁଗର ମୋର ଅବତୀର୍ଣ୍ଣ ପୁରୁଷ କିଏ? ଚୈତନ୍ୟ ମହାପ୍ରଭୁ। ଆଜି ରାଧାକୁ କହୁଛନ୍ତି ଆଜି ପ୍ରତି ଜୀବନରେ ପ୍ରଥମ ଥର ଏଭଳି ସାଉଣ୍ଡରେ ଗାଉଛି। ଗର୍ବ କଥା କହିଲେ ଏମେ ସାଉଣ୍ଡରେ ଭାଇ ଯାଏ ଆଜି